ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆଜି ଭୁବନେଶ୍ୱର ଆନ୍ତର୍ଜାତୀୟ ବିଜୁ ପଟ୍ଟନାୟକ ଏୟାରପୋର୍ଟଠାରେ ରାତି 11ଟା ସମୟରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିବେ। ତାଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଜୟଦେବ ନିର୍ବାଚନ ମଣ୍ଡଳୀର ବିଜେପି କର୍ମୀମାନେ ମଧ୍ୟ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ଅବସରରେ କିଛି ବରିଷ୍ଠ କର୍ମୀମାନଙ୍କ ମତ ଆମେ ନେଇଥିଲୁ। ଚାଲନ୍ତୁ ଜାଣିବା ମୋଦିଜୀ ଓଡ଼ିଶା ଗସ୍ତରେ କେତେ ପ୍ରଭାବ ପକାଇବ ଜୟଦେବ ଉପରେ। भुवनेश्वर जयराम साहू को रिपोर्ट ओडिशा डिजिटल। कार्यक्रम थिला जयदेव आगामी निर्वाचन 2024 जयदेव बीजेपी तरफ जो कार्यकर्ता मान एक सम्मेलन कराइला माननीय विधायक प्रार्थी डॉक्टर माननीय सांसद प्रार्थी आलोचना करागला जयदेव एक परिवर्तन हाँ से परिवर्तन हाँ भारतीय जनता पार्टी प्रत्येक कार्यकर्ता भाई भाई केमी बूथ पर्यटन से विषय में माननीय विधायक जोश प्रतिज्ञा निष्पत्ति ओडिशा डबल इंजिन सरकार हम से डबल इंजिन सरकार दुईट जो कहूँ जे डबल इंजिन सरकार केंद्र भी दाबी रखुची जे डबल इंजिन सरकार आसंता काली आज आसुंती माननीय यशस्वी प्रधानमंत्री नरेंद्र मोदी काली अच्छी बरहमपुर अच्छी नवरंगपुर सी मैनिफेस्टो डिक्लेयर करेंगे जो से आपणकर 2024 ओडिशा रे बीजेपी सरकार गठन कर 2024 परिवर्तन हम बीजेपी सरकार बीजेपी निर्वाचन निर्वाचन संविधान जो महान पर्व निर्वाचन से निर्वाचन उत्सव कार्यकारी करने आज निर्वाचन अवतीर्ण हो विभिन्न राजनीतिक दल से परिप्रेक्षी बीजेपी अवतीर्ण होशार ये परिवर्तन हम ओडिशा निर्वाचन प्रधानमंत्री नरेंद्र मोदी कौन कहते ओडिशा निर्वाचन ओडिशार भाषा ओडिशार अस्मिता निर्वाचन ओडिशार दादन श्रमिक विरुद्ध निर्वाचन ओडिशार 450 किलोमीटर सामुद्रिक विराट अवदान ओडिशार दादन चाहिए ओडिशा गरीब राज्य ओडिशा नारी के अस्मिता को हर बहुत स्वप्न देखा बदल बास्तव ओडिशार जयदेव ओडी राजरास्ता निर्जन राति बिना बिना घुरी बुल बुढ़ा पेट वस्त्र बुढ़ा बापी ओडिशा राजधानी भुवनेश्वर बस प्रधानमंत्री गोटे सप्ताह दुई थर ओडिशा गस्त जयदेव ओडिशा को प्रभावित नरेंद्र मोदी एभली एक जो गले राज्य सब देश में प्रभावित सब देश 140 चाहती आज निर्वाचन सभा भविष्य देखा जड़े पूर्वतन तथा उपस्थित विधायक श्रीजुत डॉक्टर अरविंद ढाली पार्श्व देखा जड़े नूतन भाव में जोड़ी होता प्रार्थी बीजेपी प्रार्थी नव मल्लिक श्रीजुत नव मल्लिक केते फरक भोटर क्या बेसी प्राधान्य देते सोशल मीडिया जो समाज में ट्रेंड सोशल मीडिया न्यूज अपडेट विधानसभा जो विधायक ओडार सरकार तैयारी ओडार विधानसभा
ଅଛି ଅରବିନ୍ଦ ଧାଲିର ଶିକ୍ଷାଗତକୁ ନେଇ ଯେଉଁ ଯୋଗ୍ୟତା ସେ ଯୋଗ୍ୟତାକୁ ଜୟଦେବ ଜନସାଧାରଣ ବିଶ୍ୱାସ ଗ୍ରହଣ କରିବେ। ନାଇଁ ବିଗତ ଦିନରେ ଯେତେବେଳେ ଟିକେଟ୍ ଫାଇନାଲ୍ ହେଲା ଯେ ଅନ୍ତର୍ନିହିତ ଯେଉଁ ରହିଲା ତାଙ୍କର ବିଭେଦ ରହିଲା ତା ଭିତରେ କିଛିଟା ନିଆଁ କୁହେଇଥିଲା ଏବଂ ତାଙ୍କୁ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା। ସେ ନିଆଁଟା ସେ ଯେଉଁ କୁହୁଳାଟା ସେଇଟା କ'ଣ ଉଗ୍ର ରୂପ ନେବ ଅଗ୍ନି ବନି ରୂପେ ଆଗକୁ 25 ତାରିଖରେ ସେଇଟା ଦେଖାଦେବ 2024ର ଇଲେକ୍ସନରେ ନା କିଛି ସମାଧାନ ହେଇପାରିବ? ସମାଧାନ ଅଲରେଡ଼ି ହେଇଯାଇଛି। ତାର ଯେ ଦଳନ୍ତୁ ଉଦାହରଣ ଜୟଦେବ ବିଜେପିର କାର୍ଯ୍ୟକର୍ତ୍ତା ଏ ଦେଶରେ ଗଣତନ୍ତ୍ର ଦାୟିତ୍ୱ କରୁଛି ସମର୍ଥ କିନ୍ତୁ ଆଶା କରିପାରୁନି। ଆଶା କରିବା ଅପରାଧ। ସ୍ୱାଭାବିକ ଭାବରେ ତା କଷ୍ଟ ଲାଗିବ। ମଣିଷ ସେ କଷ୍ଟକୁ ସେ ଭୁଲିକି ସେ ପାର୍ଟିର ସ୍ୱାର୍ଥ ଦେଶର ସ୍ୱାର୍ଥ ପାର୍ଟିର ସ୍ୱାର୍ଥକୁ ସାମିଲ ହେବ। ଯିଏ ହିଁ ସାମିଲ ହେବ ସେ ହିଁ ଆଗକୁ ଯିବ। ଯିଏ ବିରୋଧ କରିବ ସେ ପଛରେ ପଡ଼ିଯିବ। ଚିରାଚରିତ ପ୍ରକୃତିର ନିୟମ ଆଉ ସେ ନିୟମକୁ ବିଜେପିର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ସମ୍ମାନ କରିବ। ଏଥିରେ ଆମର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ଖୋର୍ଦ୍ଧା ଜିଲ୍ଲାର ଅନୁସୂଚିତ ଜାତି ସଭାପତି ଜିଲ୍ଲା ସଭାପତି ଯିଏକି ଭଲ ଜଣେ ବକ୍ତା ଅଛନ୍ତି ଏବଂ ବହୁତ ଜ୍ଞାନୀ ଗୁଣୀ ଅଛନ୍ତି। ତାଙ୍କର କହିବା କଥା ହେଲା ଏଠି 2ଟା ପଦ୍ମ ଫୁଟିବ ଏବଂ ଅରବିନ୍ଦ ଢାଲି ଶ୍ରୀଯୁକ୍ତ ଅରବିନ୍ଦ ଢାଲି ଜଣେ ଉଚ୍ଚ ଶିକ୍ଷିତ ଏବଂ 3 ଥର ବିଧାୟକ ତଥା 5 ମନ୍ତ୍ରୀ ବି ରହି ଆସିଛନ୍ତି। ତ ତାଙ୍କର ପ୍ରଭାବ ନିଶ୍ଚିତ ପଡ଼ିବ। ଜଣେ ନବନିର୍ବାଚିତ ବା ନୂତନ ଭାବେ ନିଯୁକ୍ତ ହୋଇଥିବା ଜଣେ ନବ ମଲ୍ଲିକ ଯେଉଁ ଅଛନ୍ତି ବିଜେଡ଼ି ପ୍ରାର୍ଥୀ ତ ତାଙ୍କର ପ୍ରଭାବ ସେତେ ହୀନ ରହିବ, ପ୍ରଭାବହୀନ ରହିବ। ଆଗାମୀ ଦିନରେ 2024ର ଇଲେକ୍ସନରେ 2ଟା ପଦ୍ମ ଏଠି ଫୁଟିବ ଜୟଦେବରେ ଏବଂ 400 କି 500 ନରେନ୍ଦ୍ର ମୋଦିଙ୍କର ଏବଂ ଓଡ଼ିଶାରେ ବିଜେପି ଆଗାମୀ ଦିନରେ ଶାସନ କରିବ ବୋଲି ଦୃଢ଼ୋକ୍ତି ରଖିବେ।